ଆମେ ଗୋମନା ଥାନା ସେମେଲପାଲି ଗ୍ରାମରେ ପେଟ୍ରୋଲିଂ କାର୍ଯ୍ୟ କରୁଥିଲୁ। ଆମକୁ ଗୋଟେ ଗାଡ଼ି ଦ୍ରୁତ ଗତିରେ ଲାଠୋର ପଟୁ ଆସିବାରୁ ଆମେ ଦେଖିକି ତାକୁ ଅଟକେଇବାକୁ ଚେଷ୍ଟା କଲୁ, ସେ ଅଟକିଲାନି। ଜଷ୍ଟ ତା ଆଗକୁ ଯାଇକି କେନ୍ଦୁଫଟା ପାଖରେ ଅଟକିଲା। ସିଏ ଅଟକିଲା ତ ଗୋଟେ ଜଙ୍ଗଲ ପାଖରେ, କିନ୍ତୁ ସେ 3 ଲୋକ ଦୌଡ଼ିକିରି ପଳେଇଲେ ସେଠୁ। ତାପରେ ଆମେ ତାକୁ ଗାଡ଼ିକୁ ସର୍ଚ୍ଚ ସିଜର କରିକି ନେଇକି ଆସିଲୁ। ଆମ ସହିତ ଥିଲେ ମୋର ମୋବାଇଲ ଇନ୍ସପେକ୍ଟର ଥିଲେ, ଆଉ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ବି ଥିଲେ, ଆଉ ଅନ୍ୟାନ୍ୟ ଷ୍ଟାଫ ମାନେ ସବୁ ଥିଲେ। 13 କ୍ୱିଣ୍ଟାଲ 22 କେଜି 26 କେଜି ଅନୁମାନ କରାଯାଉଛି ଆସୁଥିଲା ଆପଣଙ୍କର କନ୍ଧମାଳରୁ, କିନ୍ତୁ କୋଉଠିକି ଯାଉଥିଲା ସେଟା ଏପର୍ଯ୍ୟନ୍ତ ଆମେ କନଫର୍ମ ହେଇପାରିନି। ଏକୁଚୁ ମାନେ ତ ଅଫସ୍କଣ୍ଡ ଅଛନ୍ତି, ଆମେ ଯାଇଥିଲୁ, ଏବେ ବି ତାଙ୍କର ଘର ଗୁଡ଼ା ସବୁ ସର୍ଚ୍ଚ କରିକି ଆସିଛୁ, ସେମାନେ ନାହିଁ। ଆମେ ବାରମ୍ବାର ଚେଷ୍ଟା କରିବୁ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରିବୁ। ହଁ, ଏକ୍ସାଇଜ ପାଇଁ ଏଇଟା ଗୋଟେ ବଡ଼ ସଫଳତା। ଆମେ ଆଗରୁ ବି ବହୁତ ଗୁଡ଼ାଏ କେସ୍ କରିଛୁ, ଏମିତି ନାହିଁ କରାହେଇନି ବୋଲି। କୁଇଣ୍ଟାଲ କୁଇଣ୍ଟାଲ କେସ୍ ବି ହେଇଛି, କିନ୍ତୁ ଏତେ ପରିମାଣରେ ହେଇନଥିଲା। ଏଟା ଫାର୍ଷ୍ଟ ଟାଇମ୍ ଏତେ କୁଇଣ୍ଟାଲ ହେଇଛି।